ମଧୁବନ ଜଙ୍ଗଲରେ ଟିକି ଚଢ଼େଇ, ରଘୁ ଚଢ଼େଇ ଆଉ ତାର ଝିଅ ମିକି ସାଙ୍ଗ ହେଇ ରହୁଥିଲେ। ଦିନେ ଟିକି ଚଢ଼େଇ ଜଙ୍ଗଲରେ ଥିବା ଗୋଟେ ପୋଖରୀ କୂଳରେ କାନ୍ଦି କାନ୍ଦି ଯାଉଥାଏ। ସେଇ ପୋଖରୀରେ ଥିବା ଜଣେ ଜଳ ପରି ଚଢ଼େଇ ଟିକି ଚଢ଼େଇକୁ ଦେଖିଲା। ଟିକି ଚଢ଼େଇ କାନ୍ଦି କାନ୍ଦି ପୋଖରୀ କୂଳରେ ଯାଉଥିଲା। ଜଳ ପରି ଚଢ଼େଇ ତ ଜାଣିନଥିଲେ ଟିକି ଚଢ଼େଇର ଅସୁବିଧା କ'ଣ। ଟିକି ଚଢ଼େଇ ସେଇ ପୋଖରୀ କୂଳରେ ଯାଉଥିଲା। ବାଟରେ ପଡ଼ିଥିବା ଗୋଟେ ପଥରରେ ଟିକି ଚଢ଼େଇର ପାଦ ଲାଗିଗଲା। ଆଉ ଟିକି ସେଇଠି ପଡ଼ି ତା ମୁଣ୍ଡ ଫାଟିଗଲା। ଆଉ ବହୁତ ରକ୍ତ ବାହାରିବାକୁ ଲାଗିଲା। ସେହି ସମୟରେ ସେଇ ପୋଖରୀରେ ଥିବା ପରି ଚଢ଼େଇ ବାହାରିଲା। ଆଉ ଟିକି ଚଢ଼େଇକୁ ଦେଖି ତାକୁ ବହୁତ ଦୁଃଖ ଲାଗିଲା। ଆରେ ଏ ଚଢେଇର କଣ ହେଇଛି? ପୋଖରୀ ଦାଢ଼ରେ ତ କାନ୍ଦି କାନ୍ଦି ଯାଉଥିଲା, ଆଉ ଏବେ ପଡ଼ି ତ ତା ମୁଣ୍ଡ ଫାଟିଗଲା। ମତେ ଏ ଚଢେଇ ବିଷୟରେ ଜାଣିବାକୁ ପଡ଼ିବ ଯେ ତାର ଅସୁବିଧା କଣ। ମୁଁ ଜାଣିଲେ ତା ଅସୁବିଧା କଣ ତାକୁ ତ କିଛି ସାହାଯ୍ୟ କରିପାରିବି। ହେଲେ ମୁଁ କେମିତି ଜାଣିବି ତାର ଅସୁବିଧାଟା କଣ? ମତେ ତ ଜାଣିବାକୁ ପଡ଼ିବ। ଏମିତି କହି ପରି ଚଢ଼େଇ ଟିକି ଚଢ଼େଇର ମୁଣ୍ଡରେ ହାତ ଥୋଇଲା। ତାର କ୍ଷତ ସ୍ଥାନକୁ ଭଲ କରିଦେଲା। ଆଉ ତାର ପୂର୍ବରୁ କ'ଣ କଷ୍ଟ ଅଛି ଜାଣିବା ପାଇଁ ତା ମୁଣ୍ଡରେ ହାତ ଥୋଇ ଜାଣିବାକୁ ଚାହିଁଲା। ଆଉ ଜଳ ପରି ଚଢ଼େଇ ଦେଖିଲା। ଆଚ୍ଛା ରଘୁ ଚଢ଼େଇ, ଶୁଣୁଛ ତ, ଆଜି ଘରେ କିଛି ବି ରାସନ ନାହିଁ। ମୁଁ କ'ଣ ରୋଷେଇ କରିବି? ସବୁ ତ ସରିଯାଇଛି। ତମେ ଆଜି କାମରୁ ଆସିଲା ବେଳକୁ ପରିବା ଆଉ ରାସନ ସଉଦା ସବୁ ନେଇକି ଆସିବ। ହଁ ହଉ, ମୁଁ ଏବେ କାମକୁ ଯାଉଛି। ରଘୁ ଚଢ଼େଇ ସବୁ ଦିନ ଯାଇ ଗୋଟେ ଦୋକାନରେ କାମ କରେ। ସାହୁକାର ପାଖରେ ମୁଣ୍ଡରେ ସବୁ ଜିନିଷପତ୍ର ବୁହାବୁହି କରେ। ଆଉ ସାହୁକାର ତାକୁ ସବୁଦିନ 100 ଟଙ୍କା ଦିଅନ୍ତି। ସେଇ ଟଙ୍କାରେ କ'ଣ ବା ହବ? ପ୍ରତ୍ୟେକ ଦିନ 100 ଟଙ୍କା ମିଳେ। ରଘୁ ଚଢ଼େଇ ସେଇଥିରେ ପରିବା ଆଉ ସଉଦା ଘରକୁ ନେଇକି ଆସେ। ରଘୁ ଚଢ଼େଇ, ମୁଁ ତ କହିଥିଲି ଆସିଲା ବେଳକୁ ସବୁ ପରିବା ପତ୍ର ନେଇକି ଆସିବ। ଆଉ ତମେ ତ ଏତିକି ପରିବା ଆଣିଛ, ଏଥିରେ ଆମେ କେତେ ଦିନ ଚଳିବା? ଏ ତ ଗୋଟେ ଦିନରେ ହିଁ ସରିଯିବ। ଆଚ୍ଛା କଥା ଟିକି, ତମେ ତ ଜାଣିଛ ମୁଁ ତ ଦିନକୁ 100 ଟଙ୍କା ହିଁ ରୋଜଗାର କରୁଛି। ଆଉ ସେଇଥିରେ ତ ଆମେ ରାସନ ସଉଦା ଆଉ ପରିବା ଆଣି ଖାଉଛେ। ଆଉ କ'ଣ ହବ ତା ଦେହରେ କହିଲ? ବାପା ବାପା, ମୋର ସ୍କୁଲରେ ସାର୍ କହିଛନ୍ତି ଖାତା 2ଟା ନେଇକି ଆସିବା ପାଇଁ, ନୂଆ ଖାତା। ତମେ ଆଜି ଆସିଲା ବେଳକୁ ମୋ ପାଇଁ ନୂଆ ଖାତା ନେଇକି ଆସିବ, ନହେଲେ ମୁଁ ସ୍କୁଲ ଯିବିନି। ରଘୁ ଚଢ଼େଇର ତ ଦିନକୁ ରୋଜଗାର ମାତ୍ର 100 ଟଙ୍କା। ସେଇ 100 ଟଙ୍କାରେ ସେ ତା ଘରକୁ ପରିବା ନେବ ନା ତା ଝିଅ ପାଇଁ ଖାତା କିଣିବ? ଏମିତି ଚିନ୍ତା କରି ରଘୁ ବାହାରିଲା କାମକୁ। ପ୍ରତିଦିନ ପରି ସେଦିନ ବି ରଘୁ ବାହାରିଲା କାମକୁ। ହେଲେ ସେଦିନ ତାକୁ କୋଉଠି ବି କାମ ମିଳିଲାନି। ହେ ଭଗବାନ, ଆଜି ତ ମତେ କୋଉଠି ବି କାମ ମିଳୁନି। ମୁଁ ଘରକୁ ସଉଦା କେମିତି ନେବି? ଆଉ ମୋ ଝିଅ ମତେ କେତେ କରି କହିଥିଲା ତା ପାଇଁ ନୂଆ ଖାତା କିଣିବା ପାଇଁ। ହେଲେ ମୁଁ ଏତେ ଅଯୋଗ୍ୟ ଯେ ମୁଁ ତା ପାଇଁ ନୂଆ ଖାତା ବି କିଣି ପାରୁନି। ହେ ଭଗବାନ, ଏତେ ଦୁଃଖ ଦିଅନି ପ୍ରଭୁ। ଏମିତି କହି ରଘୁ ଚଢ଼େଇ ଜଙ୍ଗଲ ସାରା ବୁଲୁଥିଲା। ହଠାତ୍ ସେ ଯାଉଥିବା ସମୟରେ ଗୋଟେ ଗଛ ତା ଉପରେ ଉପୁଡ଼ିକି ପଡ଼ିଗଲା। ଆଉ ରଘୁ ଚଢ଼େଇର 2ଟି ଡେଣା ସେଇ ଗଛ ତଳେ ଚାପି ହେଇ ଭାଙ୍ଗିଗଲା। ଆଉ ଏ କଥା ଶୁଣି ଟିକି ଚଢ଼େଇ ଆଉ ତା ଝିଅ ମିକି ସଙ୍ଗେ ସଙ୍ଗେ ରଘୁ ଚଢ଼େଇ ପାଖକୁ ଆସିଲେ। ଆଉ ସେ ରଘୁ ଚଢ଼େଇ ରକ୍ତାକ୍ତ ହେଇ ପଡ଼ିଥିଲା। ତାକୁ ଘରକୁ ନେଲେ, ତାର ପୁରା ଚିକିତ୍ସା କଲେ। ହେ ଭଗବାନ, ତମେ ଆହୁରି ଏତେ ଦୁଃଖ ଦେଲ। ଏମିତିରେ ତ ମୁଁ ଘରକୁ ପରିବା କି ମୋ ଝିଅ ପାଇଁ ଖାତା ବି କିଣି ଆଣିପାରିବାକୁ ମୋର ଯୋଗ୍ୟତା ନଥିଲା। ଆଉ ଏବେ ପୁଣି ମୋର 2ଟି ଡେଣା ଭାଙ୍ଗିଗଲା। ଏବେ ମୋ ପରିବାର କେମିତି ଚଳିବ ପ୍ରଭୁ? ହେ ପ୍ରଭୁ, ମୁଁ କ'ଣ କରିବି? ତମେ ଜମା ବି ବ୍ୟସ୍ତ ହୁଅନି ରଘୁ ଚଢ଼େଇ। ମୁଁ
ଘରକୁ ଚଳେଇବି, ତମକୁ ବି ଭଲ କରିବି, ଡାକ୍ତରଖାନା ନେଇ ପୁରା ସୁସ୍ଥ କରିବି। ମୁଁ ଯାଉଛି ବାହାରେ କାମ କରିବି, ଆଉ ମିକି ପାଇଁ ଖାତା ଆଣିବି, ଆଉ ତମର ଚିକିତ୍ସା ଖର୍ଚ୍ଚ ବି ମୁଁ ଉଠେଇବି। ତମେ ଜମାରୁ ବି ବ୍ୟସ୍ତ ହୁଅନି। ଏମିତି କହି ଟିକି ଚଢ଼େଇ ଜଙ୍ଗଲକୁ ବାହାରିଗଲା। ଟିକି ଚଢ଼େଇ ଯାଇ ଜଙ୍ଗଲରେ ଅନ୍ୟମାନଙ୍କ ଘରେ ତାଙ୍କ ଲୁଗା ପଟା ନେଇ ଜଙ୍ଗଲରେ ଥିବା ପୋଖରୀରେ ସଫା କରେ। ସଫା କରି ଧୁଆଧୁଇ କରି ଶୁଖାଏ, ଆଉ ଆଣି ସମସ୍ତଙ୍କ ଜଙ୍ଗଲ ସାରା ସମସ୍ତଙ୍କ ଘରେ ଲୁଗାପଟା ଦିଏ। ଆଉ ସେଇଥିରୁ ତାକୁ ଦିନକୁ 500 ଟଙ୍କା ସେମାନେ ଦିଅନ୍ତି। ଆଉ ଟିକି ଚଢ଼େଇ ସେଇ 500 ଟଙ୍କା ନେଇ ବହୁତ ଖୁସିରେ ତା ଘରକୁ ଯାଏ। ସବୁଦିନ ଏମିତି କରି ସିଏ ତାର ଘର ଚଳାଏ, ତା ସ୍ୱାମୀକି ଡାକ୍ତରଖାନା ନିଏ। ଗୋଟେ ଦିନର କଥା। ମିକି ମିକି, ହଉ ତୁ ଏବେ ଘରେ ଥା, ମୁଁ ଯାଉଛି। ତୁ ପଢୁଥିବୁ ହେଲା, ମୁଁ ଜଲ୍ଦି କାମ ସାରି ଫେରି ଆସିବି। ମାମା ମାମା, ଟିକେ ଶୁଣିଲ। ହଁ ମିକି, କଣ ହେଲା କହ, ଜଲ୍ଦି କହ, ମୋର ଡେରି ହେଉଛି, କହ। ମାମା, ମୋର ଆଜି କାଇଁ ଦହିବରା ଖାଇବାକୁ ଭାରି ଇଚ୍ଛା ହେଉଛି। ତମେ ଆଜି କାମରୁ ଆସିଲା ବେଳେ ମୋ ପାଇଁ ଟିକେ ଦହିବରା ନେଇ ଆସିବ, ମୁଁ ଖାଇବି। ହଁ ହଉ, ମୁଁ ଆସିଲା ବେଳେ ଦହିବରା ନେଇ ଆସିବି। ଏମିତି କହି ଟିକି ଚଢ଼େଇ ମିକି ପାଖରୁ ବିଦାୟ ନେଇ ତା କାମକୁ ଚାଲିଲା। ପ୍ରତ୍ୟେକ ଦିନ ପରି ଟିକି ଚଢ଼େଇ ସେଦିନ ବି ଯାଇ କାଳୁ କାଉ ଘରେ କାମ କରୁଥିଲା। ପ୍ରାୟ ମାସେ ହେଲା ସେ କାଳୁ କାଉର ଘର ଦ୍ୱାର ପୋଛାପୋଛି କରେ, ଆଉ ସବୁ ଘରର କାମ କରେ। ଦିନକର କଥା। ଆଚ୍ଛା ସୁନ୍ଦରୀ ମ୍ୟାଡାମ, ମୋର ତ ମାସେ ହେଇଗଲାଣି, ମତେ ଆଜି ଟଙ୍କା ଦିଅ। ଏମିତିରେ ମୋ ପରିବାର ବହୁତ କଷ୍ଟରେ ଚଳୁଛନ୍ତି, ଆଉ ସହି ହଉନି। ଆଜି ତ ମୋର ମାସ ପୁରିଗଲା, ତମେ ମୋର ଟଙ୍କାଟା ଦେଇଦିଅ। ମୁଁ ଘରକୁ ଯିବି, ଆଉ ସବୁ ଜିନିଷପତ୍ର ନେଇକି ଯିବି। ତୁ ଯା, ଆଗ ଘରର ସବୁ କାମ କରିସାର, ଘର ଦ୍ୱାର ପୋଛାପୋଛି କରିଦେ, ତାପରେ ଟଙ୍କା କଥା ଦେଖିବା। ଯା ଯା, ଆଉ ସକାଳୁ ଆସିକି କହିଲା ନା ପଇସା ଦେବି, ପଇସା ପତ୍ର କିଛି ନାହିଁ। ଯା, ଘର କାମ କରିକି ସେମିତି ଯିବୁ ଘରି, ଯା। ନା 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 ସୁନ୍ଦରୀ ମ୍ୟାଡାମ, ତମେ ଆଜି ହିଁ ମତେ ପଇସା ଦିଅ। ମୋ ପରିବାର ସାଡେ ବହୁତ କଷ୍ଟରେ ଚଳୁଛି। କଣ କହିଲୁ, କଣ କହିଲୁ? ତୁ କଣ ମତେ ଧମକ ଦଉଛୁ? ହେଁ, ମୁଁ ପଇସା ତତେ ଦେବିନି, ଯା। କଣ କରିବୁ ଯା। କହିଲା କଣ ନା ପଇସା, ପଇସା ପଇସା କିଛି ନାହିଁ। ଚାକର ବାକର ଚଢେଇ ଗୋଟେ, ବେଶୀ କଥା କହୁଛି। ଚୁପକିନା ଏଠୁ ପଳା, ନହେଲେ ଦେଖିବୁ ବାଡେଇକି ତୋ ଗୋଡ ଭାଙ୍ଗିଦେବି। ତୋର ଟିକି ଚଢେଇ, ତୋର ଭାରି ସାହସ ହେଇଗଲି। ତୁ ମତେ ଟଙ୍କା ମାଗୁଛୁ? ଟଙ୍କା ଫଙ୍କା କିଛି ନାହିଁ। ଯାଉଛୁ ନା ଦେଖିବୁ ପୁଣି? ପଳା ଏଠୁ, ମୋ ଆଖି ସାମ୍ନାରୁ ପଳା। ଆସିଲାଣି ପଇସା ମାଗିବାକୁ। ହେ 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 ପ୍ରଭୁ, ମୋ ଝିଅ କେତେ ମନ କରି ମତେ କହିଥିଲା ଟିକେ ଦହିବରା ମୁଁ ଗଲା ବେଳକୁ ତା ପାଇଁ ନେବି ବୋଲି। ହେଲେ କାଳୁ ମ୍ୟାଡାମ ତ ଜମା ବି ପଇସା ଦେଲେନି। ମୁଁ କେମିତି ମୋ ଝିଅ ପାଇଁ ଦହିବରା ନେବି, ଆଉ ମୋ ସ୍ୱାମୀଙ୍କୁ ଡାକ୍ତରଖାନା ନେବି? ସେଥିପାଇଁ ତ ବହୁତ ପଇସା ଲାଗିବ। ହେ 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 ପ୍ରଭୁ। ସେଇ ପୋଖରୀରେ ଥିବା ପରି ଚଢ଼େଇ ଟିକି ଚଢ଼େଇର ମୁଣ୍ଡରେ ହାତ ରଖି ସବୁ ଜାଣିଲା ଯେ ଟିକି ଚଢ଼େଇର କ'ଣ ଦୁଃଖ। ତାପରେ ପରି ଚଢ଼େଇ ଟିକି ଚଢ଼େଇକୁ ସାହାଯ୍ୟ କରିବା ପାଇଁ ଚାହିଁଲା, ଆଉ ତାକୁ କହିଲା, ଟିକି ଚଢ଼େଇ, ତୋ ଝିଅ ଦହିବରା ଖାଇବ ବୋଲି ଇଚ୍ଛା କରିଥିଲା ନା, ମୁଁ ତତେ ଦଉଛି, ନେ। ଏଇ ପୋଖରୀଟା ସାରା ପୁରା ଦହିବରା ଭର୍ତ୍ତି। ତୁ ଯେତେବେଳେ ଚାହିଁବୁ ତୋ ପାଇଁ ଏ ପୋଖରୀ ସେତେବେଳେ ଦହିବରା ଦବ। ତୁ ଆସିବୁ, ଏଇଠୁ ଦହିବରା ନେଇ ତୋ ଝିଅକୁ ଖାଇବାକୁ ଦବୁ, ଆଉ ଏଇଥିରୁ କିଛି ଦହିବରା ନେଇ ତୁ ଜଙ୍ଗଲ ସାରା ବୁଲି ବୁଲି ବିକ୍ରି କରିବୁ, ଆଉ ସେଥିରୁ ଯାହା ପଇସା ହବ ତୁ ସେଇଥିରେ ହସ ଖୁସିରେ ଚଳିବୁ। ଏମିତି କହି ଜଳପରି ସେଇଠୁ ଉଭା ନେଇଗଲେ। ତାପରେ ଟିକି ଚଢ଼େଇ ଉଠି ଦେଖିଲା ବେଳକୁ ପୋଖରୀ ସାରା ପୁରା ଦହିବରା ଥିଲା। ଟିକି ଚଢ଼େଇ ତା ଘରକୁ ଯାଇ ଗୋଟେ ବାଲ୍ଟି ନେଇ ଆସିଲା, ଆଉ ସେଇ ପୋଖରୀରୁ ବାଲ୍ଟି ଭର୍ତ୍ତି କରି ଦହିବରା ନେଲା, ଆଉ ତା ଝିଅକୁ ଖାଇବାକୁ ଦେଲା। ଆଉ ସେଇ ଦହିବରାକୁ ସେ ଜଙ୍ଗଲ ସାରା ବୁଲି ବୁଲି ବିକ୍ରି କରିବାକୁ ଲାଗିଲା। ଦହିବରା ନିଅ, ଦହିବରା, ଦହିବରା ନିଅ, ଦହିବରା। କିଏ ଖାଇବ? ଆସ ଆସ, ଦହିବରା।
ବଢିଆ ଟେଷ୍ଟ ଦହିବରା। ଦହିବରା ନିଅ ଦହିବରା। ଆରେ ଟିକି ଚଢ଼େଇ, ତମେ ଦହିବରା ବିକ୍ରି କରୁଛ କି? ହଁ, ତମ ହାତ ତିଆରି ଦହିବରା ତ ଭାରି ଟେଷ୍ଟ ହେଇଥିବ। ଚାଲରେ ଆମେ ସମସ୍ତେ ଟିକି ଚଢ଼େଇ ପାଖରେ ଦହିବରା ଖାଇବା। ତାଙ୍କ ହାତ ତିଆରି ଜିନିଷ ସବୁ ବହୁତ ଟେଷ୍ଟ, ଆଉ ଇଏ ଦହିବରା ବି ଭାରି ବଢିଆ ହେଇଥିବ। ଚାଲ ସମସ୍ତେ ଯିବା ସେଇଠି ଖାଇବା। ହଁ ହଁ, ଦହିବରା ନିଅ ଦହିବରା। ଆସ ଆସ, ସବୁ ପିଲାମାନେ ଏଇଠିକି ଆସ, ଦହିବରା ଖାଇବା।